ମୁଁ ଆପଣଙ୍କୁ ଗୋଟେ କଥା ପଚାରୁଛି, ଯେଉଁମାନେ आप दल ଛାଡ଼ିକି ଗଲେ ସେମାନେ କେଉଁ ଭଦ୍ରଲୋକ କି ଯିଏ ତାଙ୍କୁ ଗ୍ରହଣ କଲା ସିଏ କେଉଁ ଭଦ୍ରଲୋକ? ତା ଅର୍ଥ ଦଳ ଛଡ଼ାଙ୍କୁ ଗୋଷ୍ଠୀ ଛଡ଼ାଙ୍କୁ ଗ୍ରହଣ କରିବା ଠିକ୍ କଥା କି? ଏଇଟା ସିଧାସଳଖ କଥା। ଆମେ आप ଦଳ ଭାଙ୍ଗିଲା, ଠିକ୍ ଅଛି। आप ଦଳ ଭାଙ୍ଗିଲା, ସାଙ୍ଗେ ସାଙ୍ଗେ ତାଙ୍କ ସେଥିରେ ମିଶିଲା। ତା ଅର୍ଥ କ'ଣ? ନା ଇଏ ଭଦ୍ରଲୋକ ନା ସିଏ ଭଦ୍ରଲୋକ। ଯେ ଯାଇଛନ୍ତି ସେ ପୁଣି ତାଙ୍କୁ ସେ ନେଇକି ଗଲେ, ପୁଣି ତାଙ୍କୁ ଇସ୍ତଫା ଦିଆ କରେଇଲେ, ତାଙ୍କୁ ପୁଣି ନିର୍ବାଚିତ କରିକି ପଠେଇଲେ, ପୁଣି ତାଙ୍କ ଭିତରୁ ଜଣକୁ ଟିକେଟ୍ ଦେଲେ, ମେସେଜ ଦେଉଛନ୍ତି ତମେ ଆସ। ଆପଣଙ୍କୁ ମୁଁ ଗୋଟେ କଥା ପଚାରୁଛି, ଦଳକୁ ହୁଏତ କ୍ଷମତା ବଳରେ ଅର୍ଥ ବଳରେ ଭଙ୍ଗା ଯାଇପାରେ। ଯେଉଁମାନଙ୍କର ମନୋବଳ କମ୍ ଥିବ ସେମାନେ ସେଇ ଟ୍ରାପ୍ରେ ପଡ଼ିବେ। କିନ୍ତୁ ଏଇଟା ଗୋଟେ ସୁସ୍ଥ ଗଣତନ୍ତ୍ର କି? ଏଇଟା ଗୋଟେ ଭଦ୍ରଲୋକୀର ଲକ୍ଷଣ କି? ଯଦି ଏମାନେ ଅଶାନ୍ତି ହେଲେ ତାଙ୍କ ଦଳ ଉପରେ ଛାଡ଼ିଲେ, ତମେ ତ ସାଙ୍ଗେ ସାଙ୍ଗେ ଗ୍ରହଣ କଲ, ତା ଅର୍ଥ କ'ଣ? ଭଦ୍ରଲୋକ କି? ଏସବୁ ବିଚାର ବିମର୍ଶ ଆଗରୁ ହେଇଥାଏ, ଗୋଟେ ସମୟକୁ ଅପେକ୍ଷା କରାଯାଇଥାଏ। ଦେଖାଯାଉ କ'ଣ ହେଉଛି। ଯଦି ଆପଣଙ୍କର ସାଂସଦ ଏମ୍ଏଲ୍ଏ ମାନଙ୍କୁ ନେଇଗଲେ ଗୋଟେ ଦଳ ମଜବୁତ ହେଇଯିବ, ତାହେଲେ ଆପଣ ଦେଖିବେ ଏକଦା କଂଗ୍ରେସ ଦଳ ଏମିତି କରୁଥିଲା, ମଜବୁତ ହେଇକି ରହିଲା କି? ଯିଏ ଭାବୁଛନ୍ତି, ଆପଣ ହଙ୍ଗେରୀରେ ନିର୍ବାଚନ ହେଲା, ହଙ୍ଗେରୀର ଯାହା ଘଟଣା ଘଟୁଥିଲା ଏକ୍ଜାକ୍ଟ ସେଇ କଥା ଭାରତବର୍ଷରେ ଘଟୁଛି। ଓଡ଼ିଶାରେ ଗୋଟେ ବିଚିତ୍ର ପରିସ୍ଥିତି ସୃଷ୍ଟି ହେଇଛି। ଜନସାଧାରଣ ଅତ୍ୟନ୍ତ କ୍ଷୁବ୍ଧ ଭାରତୀୟ ଜନତା ପାର୍ଟି ଉପରେ। ସେତିକିବେଳେ କେଉଁଠି କାହାର ଟିକେ ଅସୁବିଧା ହେଇଥିବ, ଲୋଭର ବଶବର୍ତ୍ତୀ ହୋଇକି, ଚାପର ବଶବର୍ତ୍ତୀ ହୋଇକି ସେ କାଁ ଭାଁ କିଏ ଦଳ ଛାଡ଼ୁଛନ୍ତି। କିନ୍ତୁ ବର୍ତ୍ତମାନ ଭାରତବର୍ଷର ଅବସ୍ଥା କ'ଣ? ଓଡ଼ିଶାର ଅବସ୍ଥା କ'ଣ? ଭାରତୀୟ ଜନତା ପାର୍ଟି ଉପରେ ପ୍ରବଳ ଜନ ଅସନ୍ତୋଷ। ଅସନ୍ତୋଷର କେତେବେଳେ ଯେ ବହ୍ନି ଜଳିବ ଆଉ ସେ ବହ୍ନିରେ କିଏ ଜଳି ପୋଡ଼ିକି ମରିବ ସେଟା ଭବିଷ୍ୟତ କହିବ। ସୁସ୍ଥ ଗଣତନ୍ତ୍ରରେ ଏଇଟା ଭଦ୍ରଲୋକୀ ନୁହେଁ। ସେମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କରୁଥିଲେ। ସେମାନେ କହୁଥିଲେ ଗାଁକୁ କାମ ମାଆକୁ ସମ୍ମାନ। ତାଙ୍କ ସମୟରେ ମହିଳାମାନେ କେତେ ନିର୍ଯାତିତ ହୋଇଥିଲେ। ଆପଣମାନେ ଦେଖିବେ ବବିନା, ଛବିନା, ଇତିନା, ମାଧବୀଲତା, ଆପଣଙ୍କର ମମିତା ମେହେର, ଅନେକ ଘଟଣା। ସେମାନେ କେବଳ କୁହନ୍ତି ଯେ ମହିଳାମାନଙ୍କୁ ଆମେ ସମ୍ମାନ ଦେଉଛୁ, ଗାଁକୁ କାମ ମାଆକୁ ସମ୍ମାନ। ଏଇଟା ସମ୍ପୂର୍ଣ୍ଣ ଭାବରେ ବିରୋଧୀଙ୍କର ବିରୋଧ ଆଚରଣ କରିବା ହେଉଛି ତାଙ୍କର କାମ। କିନ୍ତୁ ଆଜି ଓଡ଼ିଶାରେ ମହିଳାମାନେ ଜାଣିସାରିଲେଣି ଯେ ଯଦି ତାଙ୍କୁ କିଏ ସମ୍ମାନ ଦେବ ତାହେଲେ ପ୍ରିୟ ମୋହନ ମାଝୀଙ୍କ ସରକାର ତାଙ୍କୁ ହିଁ ସମ୍ମାନ ମିଳୁଛି। ଆଜି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ, ସ୍ୱାବଲମ୍ବୀ କରିବା ପାଇଁ ସ୍ୱତନ୍ତ୍ର ଭାବରେ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ଆଜି ଆପଣ ଦେଖନ୍ତୁ ଆମ ସରକାରରେ ଆଜି ଆମେ 4ଟି ବିଷୟରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ପ୍ରଥମ ହେଉଛି କୃଷକ, ଦ୍ୱିତୀୟ ହେଉଛି ମହିଳା, ତୃତୀୟ ହେଉଛି ଯେଉଁମାନେ ଜନଜାତି ବା ଆଦିବାସୀ ଲୋକମାନେ, ଏବଂ ଚତୁର୍ଥରେ ଆମ ଯୁବବର୍ଗ। ଏଇ 4 ବର୍ଗ ଯଦି ସଶକ୍ତ ହେବେ, ଏମାନେ ଯଦି ହେଉଛନ୍ତି ଆମର ଗୋଟେ ସମାଜର 4 ସ୍ତମ୍ଭ। 4 ସ୍ତମ୍ଭ ଯଦି ଆମର ଠିକ୍ ରହିବ, ମଜବୁତ ରହିବ, ଆମ ସମାଜ ସଶକ୍ତ ହେବ ଏବଂ ଆମେ ଯେଉଁ ବିକଶିତ ଓଡ଼ିଶା, ବିକଶିତ ଭାରତର ସ୍ୱପ୍ନ ଦେଖିଛନ୍ତି ନିଶ୍ଚିତ ଭାବରେ ତାହା ସାକାର। ଦେଖନ୍ତୁ, ଯେଉଁ କଥା ସେମାନେ କରିବା କଥା କରିପାରିନଥିଲେ। ଆଜି ଭାରତୀୟ ଜନତା ପାର୍ଟିର ସରକାର କେନ୍ଦ୍ର ବା ରାଜ୍ୟରେ ଯେତେବେଳେ ମହିଳାମାନଙ୍କର ସମ୍ମାନ କଥା, ମହିଳାମାନଙ୍କୁ ତାଙ୍କର ଅଧିକାର ଦେବା କଥା ଉଠାଉଛନ୍ତି, ବିରୋଧୀମାନେ ତାକୁ ସହ୍ୟ କରିପାରୁନାହାନ୍ତି। ତେଣୁ ଆଜି ସାରା ଭାରତ ବର୍ଷରେ ସେମାନେ ଯେଉଁ ବିଜେଡ଼ି କଥା କୁହନ୍ତୁ, କଂଗ୍ରେସ କଥା କୁହନ୍ତୁ ବା ତାଙ୍କ ସମର୍ଥିତ ଯେଉଁମାନେ ମେଣ୍ଟ ଏନ୍ଡି ମେଣ୍ଟରେ ରହିଛନ୍ତି, ତାଙ୍କ ସମର୍ଥିତ ଇଣ୍ଡିଆ ମେଣ୍ଟରେ ଯେଉଁ ରହିଛନ୍ତି ସମର୍ଥିତ ପାର୍ଟି, ଆଜି ମହିଳାମାନେ ଆକ୍ରୋଶ କଲେଣି। ସବୁଠି ଆଜି ଦେଖୁଛନ୍ତି ତାଙ୍କ ବିରୁଦ୍ଧରେ ମହିଳା ଆକ୍ରୋଶ ରାଲି ଆଜି ସବୁଠି ବାହାରୁଛି, ପ୍ରତିବାଦ ହେଉଛି। ଆଗାମୀ ଦିନରେ ମଧ୍ୟ ମହିଳାମାନେ ଏବଂ ଭାରତ ତଥା ଓଡ଼ିଶାର ଜନସାଧାରଣ ସେମାନଙ୍କୁ ଉଚିତ ଜବାବ ଦେବେ।